କିଛି ଦିନ ପୂର୍ବରୁ ପ୍ରକାଶ ପାଇଛି ଓଜେଇ ପରୀକ୍ଷା ବା ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଫଳାଫଳ। ଜଣେ ନିପଟ ମଫସଲ ଗାଁରୁ ର୍ୟାଙ୍କ 1ରେ ସ୍ଥାନ ପାଇଛନ୍ତି। ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ ଇଙ୍ଗିନାଟି ପଞ୍ଚାୟତର ବଲ୍ଲାଡ଼ି ଗାଁର ଜଣେ ଯୁବ ପ୍ରତିଭା ସେ ର୍ୟାଙ୍କ 1 ସ୍ଥାନ ପାଇ ଏବେ ଖୁସିର ଲହରୀ ସେଇ ଗାଁରେ ଖେଳି ଯାଇଛି ଏବଂ ତାଙ୍କୁ ଚାରିଆଡୁ ପ୍ରଶଂସାର ସୁଅ ଛୁଟୁଛି। ଇ ହେଉଛି ସେଇ ବଲ୍ଲାଡ଼ି ଗାଁ, ଦେଖୁଥିବେ ଗୋଟେ ଛୋଟିଆ ପଲ୍ଲୀ ଗାଁ। ଏଇ ଗାଁର ଜଣେ ଯୁବ ଛାତ୍ର ସେ ଏବେ ର୍ୟାଙ୍କ 1 ସ୍ଥାନ ପାଇବା ପରେ ଗୋଟେ ଖୁସିର ମାହୋଲ ଦେଖାଯାଇଛି। ଇ ହେଉଛି ଗୋଟେ ଦେଖନ୍ତୁ ଛୋଟିଆ ଘର। ର୍ୟାଙ୍କ 1 ସ୍ଥାନ ପାଇଛନ୍ତି ଗୌରବ ସ୍ୱାଇଁ। ଗୌରବ ସ୍ୱାଇଁଙ୍କ ହେଉଛି ପରିବାର, ତାଙ୍କ ବାପା ମାଙ୍କ ସହିତ ସିଏ ଏଠି ରହିଥିଲେ। ଛୋଟ ବେଳୁ ହିଁ ଏଠି ସେ ପାଠପଢ଼ା ଆରମ୍ଭ କରିଥିଲେ। ଯିବା ତାଙ୍କ ଘରକୁ ପଚାରିବା ଗୌରବ ସ୍ୱାଇଁ ଏଇ ଯୋଉ ସଫଳତା ପାଇଛନ୍ତି ସେଥିପାଇଁ ସେ କେତେ ପରିଶ୍ରମ କରିଛନ୍ତି, ଆସନ୍ତୁ ପଚାରିବା। ଦେଖନ୍ତୁ ଇ ହେଉଛି ପୁରା ଗୌରବଙ୍କ ପରିବାର। ଗୌରବଙ୍କର ବନ୍ଧୁ ପରିଜନ ଅଛନ୍ତି, ତାଙ୍କ ବାପା ମା ମଧ୍ୟ ଅଛନ୍ତି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଗୌରବଙ୍କ ବାପା ଜଣେ ଦାଦନ ଶ୍ରମିକ ବା ସୁରଟରେ ସୂତା କଳରେ କାମ କଲେ ତାଙ୍କ ପରିବାର ଚଳୁଛି। ତାଙ୍କର ମାତ୍ର ଦୁଇଟି ପୁଅ। ବଡ଼ ପୁଅ ବହୁ କଷ୍ଟରେ ପାଠ ପଢ଼ାପଢ଼ି କରିବା ପରେ ନେଭାଲରେ ଚାକିରି ଖଣ୍ଡେ ପାଇଛି। ଏବେ ସାନ ପୁଅ ମଧ୍ୟ ଗୌରବ ଆଣିଛି, ତାଙ୍କ ନାଁ ଯେମିତି ଗୌରବ ସେ ମଧ୍ୟ ଏଇ ଗାଁ ମାଟି ପାଇଁ ଗୌରବ ଆଣିଛନ୍ତି। ଆମ ପାଖରେ ଗୌରବ ସ୍ୱାଇଁ ଅଛନ୍ତି, ସିଧାସଳଖ ଆଲୋଚନା କରିବା ସେ କେମିତି ଏଇ ସଫଳତା ପଛରେ ପହଞ୍ଚି ପାରିଲେ। ଗୌରବ, ଆପଣଙ୍କୁ ପ୍ରଥମେ ଓଟିଭିକୁ ସ୍ୱାଗତ ଏବଂ ଅନେକ ଅନେକ ଶୁଭେଚ୍ଛା ମଧ୍ୟ, ଯେହେତୁ ଓଜେଇରେ ର୍ୟାଙ୍କ 1ରେ ସ୍ଥାନ ପାଇଛନ୍ତି। ତ ଏତେ ଦିନ ହେଲାଣି ପରୀକ୍ଷା ଫଳାଫଳ ପାଖାପାଖି 10 ତାରିଖ ଜୁନ 10ରୁ ବାହାରିଲାଣି, କିନ୍ତୁ ଆପଣ ଗାଁକୁ ଆସିନଥିଲେ, କ'ଣ କରୁଥିଲେ, କୋଉଠି ଥିଲେ? ଦେଖନ୍ତୁ ସେଇଟା ଯେତେବେଳେ ମୁଁ ପଢ଼ୁଥିଲି ବ୍ରହ୍ମପୁର UCPS ଉମାଚରଣ ପଟ୍ଟନାୟକ ଇଞ୍ଜିନିୟରିଂ ସ୍କୁଲରେ ଡିପ୍ଲୋମା କରୁଥିଲି। ତ ସେଇଠୁ ସାରିଲା ଆଡ଼ୁ ମାନେ ଏକ୍ଜାମ୍ ସରିଲା, ତ ସେଇଠୁ ହଷ୍ଟେଲରେ ସବୁ କାମ ସବୁ ହ୍ୟାଣ୍ଡ ଓଭର କରିବାର ଅଛି, ତ ସେଇଟା ଟିକେ ଲେଟ୍ ହେଇଗଲା ମୋର ଆସିଲା ବେଳକୁ। ନିହାତି ଭାବରେ ଏଇ ଯୋଉ ସଫଳତା ପାଇଲେ, ଯୋଉ ସଫଳତାର ସିଡ଼ିରେ ପହଞ୍ଚିଲେ, କେତେ ପରିଶ୍ରମ ଆପଣଙ୍କୁ କରିବାକୁ ପଡ଼ିଥିଲା, କେମିତି ଆପଣଙ୍କର ଇଚ୍ଛା ଥିଲା? ପରିଶ୍ରମ ତ ବହୁତ ପରିଶ୍ରମ କରିଛି। ଆଟଲିଷ୍ଟ ମାନେ ଲାଷ୍ଟ 2 ମନ୍ଥରେ ମୁଁ ଏମିତି ପଢ଼ିଛି, ରାତି 5ଟା ରାତି 6ଟା ଯାଏଁ ବି ମୁଁ ରାତି ଶୋଇନି ବି ପଢ଼ିଛି ରାତିରେ। ତ ସେଇ ଦିନ ଗୁଡ଼ା ମୁଁ ଏବେ ଖାଲି ମୋର ୟାଦ ଆସୁଛି ଆଜିର ରେଜଲ୍ଟ ପାଇଁ। ସେଗୁଡ଼ା ଭଲ ଫଳ ପାଇଲା ସେଇଟା। ଆଜିର ଏଇ ଯୋଉ ସଫଳତାର ଶ୍ରେୟ କାହାକୁ ଦେବେ? ଫାଷ୍ଟ ତ ମୋର ବାପାଙ୍କୁ ହିଁ ଦେବି, ମୋ ବାପା ମାଆଙ୍କୁ। ନା, ମୋ ବାପାର ଗୋଟେ ସବୁବେଳେ ମାଇଣ୍ଡ ସେଟ୍, ତୁ ପଢ଼େ ୟାର, ତତେ କରିବାର ଅଛି। ସିଏ କହିବେ ଏଇଟା କ'ଣ ହେଉଛି ନା ଭାଇ ତୁ କରେ, ମୁଁ ତତେ କରିବି, ଯୋଉଠୁ ବି ପଇସା ଆଣିକି ଦେବି। ତାଙ୍କ ମାଇଣ୍ଡ ସେଟ୍ ସେମିତି, ସେ ଜାଣୁ କି ନ ଜାଣୁ। ସେକେଣ୍ଡରେ ମୁଁ ଯୋଉଠି ପଢ଼ୁଥିଲି ସେ ଟିଚର ବି ସାର୍ ବହୁତ ମୋ ବସି ଧ୍ୟାନ ଦେଉଛନ୍ତି। ସବୁବେଳେ କଲ୍ କରିବେ। ଆଇ କ୍ଲାସେସରୁ ପଢ଼ୁଥିଲି, ସେ କଲ୍ କରି ସବୁବେଳେ ପଚାରି କରନ୍ତି ତାଙ୍କର ସେମିତି। ଆପଣ 10ମ ଶ୍ରେଣୀରେ ପାଠ ଯେତେବେଳେ ଉତ୍ତୀର୍ଣ୍ଣ ହେଲେ ସେତେବେଳେ ଏମିତି ଡିପ୍ଲୋମାରେ ଜଏନ୍ ହେଲେ ବା ଇଞ୍ଜିନିୟର ହେବା ପାଇଁ ଗୋଟେ ଆଶା କରିଥିଲେ, ଏମିତି ମନକୁ କାହିଁକି ଆସିଲା? ଅନ୍ୟ କୌଣସି ବି ସେକ୍ଟର ଆପଣ ଯାଇପାରିଥାନ୍ତେ 10ମ ଶ୍ରେଣୀ ପରେ। +2ରେ ମୁଁ +2 କରିଥାନ୍ତି ତ ଗୋଟେ ଭଲ କଲେଜରେ କରିଥାନ୍ତି ଭାବିଥିଲି। ତ +2ର କୋର୍ସ ଗୁଡ଼ା ଭାଇ ବହୁତ ମାନେ 80,000 ଲକ୍ଷେ ଏମିତି ପଡ଼ୁଥିଲା। ତ ସେଇ ଲାଇନ୍ରେ ମୁଁ କହିଲି ଆଉ ଟିକେ ଟେକ୍ନିକାଲ ଲାଇନ୍ ପଳେଇବି, ଆହୁରି ଭଲ ରହିବ, ଗଭର୍ଣ୍ଣମେଣ୍ଟରେ 10,000 15,000 ସବୁ ହେଇଯିବ। ତ ଭଲ ସେଇଟା ଦେଖିକି ମୁଁ ଡିପ୍ଲୋମା ବ୍ରହ୍ମପୁରରେ କରିଥିଲି। ଯଦି ଆମେ କହିବା ବାପାଙ୍କର ଘରର ବା ଆର୍ଥିକ ସ୍ଥିତି ଭଲ ନୁହଁ, ବାପାଙ୍କର ସ୍ୱଳ୍ପ ରୋଜଗାର ଅଛି, ସେଥିରେ କେମିତି ପାଠ ପଢ଼ିବେ, ଆଗକୁ ବଢ଼ିବେ, ଏ ଚିନ୍ତାଧାରା ଥିଲା କି? ହଁ, ସେ ବାପାଙ୍କୁ ହିଁ ଦେଖିବି, ମାନେ ସେ ଗାଁରେ ଏତେ ଲୋକ କେହି ଧନୀ, ମାନେ ଗାଁଙ୍କ ପ୍ରେଷ୍ଟିଜ୍ ବାପାଙ୍କ, ମାନେ ବାପାଙ୍କୁ ଗୋଟେ ତାଙ୍କୁ ମୁଁ କହିବାକୁ ଚାହୁଁଛି ଯେ ତାଙ୍କୁ ଆଉ କିଛି କୋଉଠି ପ୍ରୋବ୍ଲେମ୍ ହବନି। ମାନେ ରାସ୍ତାରେ ଗଲାବେଳୁ ମାନେ ଦେଖନ୍ତୁ ଗୌରବ ବାପା ଆସୁଛନ୍ତି, ଏମିତି ତାଙ୍କୁ ଗର୍ବ ହେଲା ଭଳିଆ ମୁଁ କିଛି କାମ କରିବାକୁ ଚାହୁଁଛି। ଏବେ ବିଟେକ୍ ଜଏନ୍ ହେବେ, କୋଉ ସେକ୍ଟରରେ ଜଏନ୍ ହେବେ? ମୁଁ ତ IT ସେକ୍ଟର ହିଁ ଜଏନ୍ ହେବି, କମ୍ପ୍ୟୁଟର ସାଇନ୍ସରେ ବୁର୍ଲାରେ ଭାବିଛି ଜଏନ୍ ହେବି। ଏଥିପାଇଁ ଯୋଉ ଖର୍ଚ୍ଚ ହବ, ଏଥିପାଇଁ ବାପା ଦେଇପାରିବେ, ଖର୍ଚ୍ଚ ଉଠେଇ ପାରିବେ, ନା ସରକାର ଏଥିପ୍ରତି କିଛି ସାହାଯ୍ୟ କଲେ ଭଲ ହବ? ସରକାରଙ୍କ ସହାୟତା କରିଥିଲେ ଭଲ ହେଇଯାନ୍ତା। ବାପା ବି ବହୁତ କଷ୍ଟ କରନ୍ତି। ଏବେ ବି ସେ ତାଙ୍କର 50+ ଏଜ୍ ହେଲାଣି, ହେଲେ ଏବେ ବି ମୋତେ ସେ ସୁରତ ଯାଆନ୍ତି, ମାନେ ମୋ ପାଇଁ ସେ ସ୍ପେଶାଲ ଯାଆନ୍ତି ଖାଲି ବାସ୍। ସୁରଟରେ ବାପା କେତେ ବର୍ଷ ହେଲା ଏମିତି ରହିଲେଣି? ବାପା ସୁରତ 30 ବର୍ଷ+ ଏମିତି ହେବଣି 20+ ବୟସ ଯାଇକି ବାହାରେ କାମ କରନ୍ତି। ଆପଣ ଦୁଇ ଭାଇ, ଯାହା ବି ସେ ରୋଜଗାର କରନ୍ତି ଆପଣଙ୍କର ଦୁଇ ଭାଇର ପାଠ ପଢାରେ ହିଁ ଖର୍ଚ୍ଚ କରିଦିଅନ୍ତି। ଆଜ୍ଞା ଆଜ୍ଞା। ବାପା, ମୋ ବଡ଼ ଭାଇ ବି ସିଏ ବହୁତ ମାନେ ମୋ ପ୍ରତି ସେ ଧ୍ୟାନ ଦିଅନ୍ତି। ସେ ବି ବହୁତ ଭଲ ପାଠ ପଢ଼ୁଥିଲେ, ମୋତେ ବି ସବୁବେଳେ ଗାଇଡ଼ କରନ୍ତି। ତ ସିଏ ବି ମୋର ସକ୍ସେସ୍ ପଛରେ ଗୋଟେ ମାନେ ପ୍ରେରଣା ସିଏ ଦିଅନ୍ତି। ତାଙ୍କୁ ମୁଁ ଦେଖିକି ଏମିତି ପଢ଼ିବାର ଶିଖିଛି। ଆପଣଙ୍କ ଯୋଉ ପରିଶ୍ରମ ଯୋଉ କଥା କହୁଥିଲେ, ବହୁତ ପରିଶ୍ରମ କରିବାକୁ ପଡିଥିଲା। ଆପଣ ଯୋଉ ଏଇ ଯୋଉ ଡିପ୍ଲୋମା ପାଠଟା
केमती मजा लगे एबे आउथरे पुणी आउथरे बीटेक करिवे से पाठ सहित आपण केमती पूरा एक्वेंटेड हे गले पाठ सहित तो मो पाठ को एमती लगे कि मो सांग भाई मो पाठ ही बहुत सबुठ बड़ सांग तो पाठ ही जदि मो मिडिल क्लास किसी करियर अच्छी तो मो पाठ ही मत किसी कर तो से देखी मुझे इम्पोर्टान्स दिए सबुरी जहाँ भी देखी मु गाँव को 3 वर्ष 4 वर्ष जाए आसनी के फेस्टिवल पड़े भी तो सहीटा मोर अधिक ध्यान बड़ भाई देश सेवार लगिले से डिफेन्स रे गले एबे तमे पाठ पढ़िबो बीटेक करिवो कोन स्वप्न देखिछ कोन करिबा को चाहूछ समाज पाई मु तो किसी माने टेक स्टार्टअप किसी करी किसी बिलियनर आइडिया मुझे भावुची मतलब बट किसी भी मु स्टेबल हो सारा पर जमी फाइनेंशियल सेटा भी मो बड़ ड्रीम अच्छे सेटा कर अचीव कर ओजे एंट्रेंस रे प्रथम रैंक पाइल गाँ बंधु परिजन मानकर जो प्रशंसा सो छुटुची केते खुशी आनंद मिलुची खुशी तो एक्चुअली लगुच माने मते अधिक छाड़ बापा माँ से अधिक खुशी होती माने आमको किसी करी माने मु तो पढ़िली मु भाई मु परिश्रम करी फल पाइली तो बापा को सेटा बापा माँ को अधिक खुशी लगे ए थिले गौरव स्वाई जे ओजेई परीक्षा रे रैंक 1 रे रैंक प्रथम स्थान अधिकार करी निज माँ माटी पाई गौरव आनिचंती एवं परिवार रे मध्य समस्तंकर खुशीर लहरी देखा जायछि गौरव को बापा अछंती आम पाखरे तांको सह मध्य सीधा आलोचना करिबा पुओ पाठ पढ़ारे से केमती सहयोग करती कौन कहबे आज्ञा पुओ दुई जण आपणकर सेमाने जो पिला बेल पाठ पढ़ा तांकर इच्छा शक्ति थिला आपण सुराट रहिले सेमानको पाठ पढ़ा पय एमिति इच्छा शक्ति केमती आसिला पैसा एते कोठु आनंदी मु तो प्रथम भाभी माने बहुत कम पैसा कमाऊँ तेणुक एमान को कम पैसा इन्वेस्ट रही किमती गवर्नमेंट स्कूल रे पढ़े गवर्नमेंट रही ना कमे गवर्नमेंट हिसाब से माने मोर इनकम बेसी ना इनकम बहुत कम से इनकम विचार से पिला माने से स्टाटस रे ही मोर एडवाइज रे से हिसाब से चले भगवान को प्रार्थना करी आज से माने सी बड़ सेमती आ सान आज मोर कष्ट देखी माने मु प्रकृत रे मु सेतिकी स्ट्रगल ना बुझले ना तेणुक से मो पाखे एत स्ट्रगल ना जहाँ भी स्ट्रगल कर से हिसाब से फलाफल मत बहुत बढ़िया मिले आपण सुराट जाती प्रकृत कौन करन मु जड़े माने छंचा कारीगर से आमर प्रोडक्शन होची कपड़ा ओनली फॉर कपड़ा आउ साइरे ही काम करछि मु आज की हे गला 25-26 वर्ष मासिक रोजगार केते करथले मासिक रोजगार तो आगे तो थिला बड़ ही 2000-4000 भितर आगा वर्तमान आम कैपेसिटी अनुसार कम से कम 20 एवं एभव ए जो स्वल्प रोजगार करछन एथिरे पिलांकर पाठ पढ़ा परिवार खर्च मेंटाइबा सब केमिति संभव होई पारुछ आपण एकदम इजी रहउची से ऊपर वाला भगवान को आशीर्वाद सेरा कोनोसी किसी असुविधा है गौरव को माँ मध्य अछन्ते आम पाखरे तांको मध्य पचारिबा पुओ गोटे सफलता आनिछि केते खुशी अछन्ते आपण बहुत खुशी अच्छी बहुत खुशी अच्छी केमिति पिल्लार पिल्ला बेलु गौरव रो पाठ पढ़ा प्रति केमिति आग्रह थिला ना पिलादिन तो छोट बेल का तार पाठ पढ़ार आग्रह अच्छी ताको सार मैंने स्कूल गाँ स्कूल हेल्ले पाठ पढ़ुला ये सार दीदी समस्ते भल पाउथिले आ गाँ रे ता दादा खुड़ी गाँव समस्ते बापा भाई माने समस्ते भल पाउथिले पिलारू एबे कहन चलची जहाँ चलची भल चलची एबे घरे से भी आसिले पाठ पढ़ा प्रति हाँ पढ़ा पढ़ी करची सोनी मु आउर पार्टी करथाउची सो देह खराब होइजो एन कहि थाउची मु भी सोई पार न थाउची 100 थर देखि थाउची पिला सोई लागी नाही उठी लागी नाही खाई लागी नाही रात्रि न खाई रात सोई पड़ची बापा कोन करियो ले आपण भाबी चंदी से तो भगवान आशीर्वाद जोगु तार मनस्कामना से जहाँ चाहूँ से मनस्कामना कि भगवान पूर्ण करंतु आपण किंतु सब सहयोग करिवे पड़ा सहयोग कर हाँ निहाती भाबरे ए थिले गौरव को माँ आमे जिबा तांकर घरर तांकर जो दादा माने अछन्ते तांको मध्ये पचारिबा आगे टी आपण गौरव को दादा जते बेले गौरव पाठ पढ़िला बाहर को गला डिप्लोमा पढ़ला बर्तमान से एंट्रेंस देला एंट्रेंस रे से रैंक 1 प्रथम स्थान आनिला केते खुशी अछन्ते आपण मु बहुत खुशी अच्छी आमर आमे जी खुशी नहीं गाँव रटी से सांग साथी भी कहते बहुत टपर होती तो पुतरा टपर होती मत बहुत गर्वर खुशी लगुच कौन कहबे गौरव पाई कौन कहबे से कौन स्वप्न देखी आगो केमती जीवा गाँ ना केमती रखिबो से आज पर्यंत जमी चाहिए सी चाहिए गाँव ना तो उन्नति कर चलो आमर भी सम्मान भी अधिक चलो बढ़ी बढ़ी चलो आपण दादा हिसाब रे केते खुशी अछन आज्ञा
ମୁଁ ବହୁତ ଖୁସି ଅଛି, କାରଣ ଆମେ ସେତିକି ପାଠ ପଢ଼ିନାହୁଁ। ଆମ ପୁତୁରା ଆଗକୁ ପାଠ ଆହୁରି ପଢ଼ିବ। ନିହାତି ଭାବରେ ଇଏ ହଉଥିଲେ ତାଙ୍କର ଦାଦା ଗୌରମଙ୍କ। ଦେଖିପାରୁଥିଲେ କେତେ ଖୁସି ଅଛନ୍ତି, କାହିଁକି ନା ସେମାନେ ଏତେ ପାଠ ପଢିନାହାନ୍ତି, କିନ୍ତୁ ତାଙ୍କର ପୁତୁରା ଯେବେ ପାଠ ପଢିବା ପାଇଁ ଆଗ୍ରହ ଦେଖାଇଛି ବା ଆହୁରି ଉଚ୍ଚସ୍ତରୀୟ ପାଠ ପଢିବ, ସେତେବେଳେ ଗାଁ ମାଟି ଗୌରବାନ୍ୱିତ ହବ ବୋଲି ସେମାନେ କହିଛନ୍ତି। ବେଲଗୁଣ୍ଟା ବ୍ଲକ ବଲାଡି ଗ୍ରାମରୁ ରାଜେଶ କୁମାର ପଣ୍ଡା, OTV।